अखिल भूमंडलीय सर्वशिरोमणि मुनि समाज की जय। आदिश्वर जोगेश्वर सतगुरुदेव शिव कुमार शास्त्री जी महाराज की जय। चैतन्य शाश्वतं शान्तं व्योमातीतं निरञ्जनं नादबिन्दु कलातीतं तस्मै श्री गुरवे नमः। हे आत्मन, आमे सद्गुरुदेवंकर स्वाध्याय पुस्तकरू अल्प अल्प आलोचना करी आसुछे। आज आमे अध्याय 13 सच्चित आनंद स्वरूप आत्मा केमिति सद्गुरु कौन कहउछंती आमे ताकू टिके आलोचना करिदेवा। स्वभाव रे आमे निजको निजे जहाँ आमे आमर स्वभाव सब बेले सत चित आनंद। यही सत्य रूप को जहाँ की तीन काल रे स्थित आमे आसीबा पूर्वरु स्थूल शरीर धारण करवा पूर्वरु मध्य आत्मा सूक्ष्म शरीर रे थिले। आजी को 100 वर्ष पूर्वरु मध्य आत्मा अछंती आज स्थूल शरीर धारण करिछंती एबे भी मध्य आत्मा अछंती। काहेकि ना तत्सृष्टवा तदेवानु प्रविशत वेद कहंती जे ई शरीर को सृष्टि करी मु यारी भितरे निवास कली पुणी आग को मध्य रहिबे। सद्गुरु दर्शन देइछंती आमको जे आत्मा दुईटी शरीर रे रहंती, गोटी हैला सूक्ष्म शरीर आ गोटी हैला स्थूल शरीर। तो आम स्थूल शरीर जेते बेले चली जीव आत्मा मध्य सूक्ष्म शरीर रे रहंती। तेणु से सत्य जहारो जन्म मृत्यु नाही वेदर गुप्त ज्ञान से भागवत कहती जे आत्मार जन्म नाही कि मृत्यु नाही, ये अमृतत्व यह ही सत्य। यार स्वाभाविक रूप हेउछि सत्य स्वरूप। इ चेतनामय चित संज्ञान धातुरु आसीछि। चेतनामय आत्मा चित स्वरूप। मन यही चेतनारू मनर उत्पत्ति, चेतनार क्रियमाण शक्ति को आमे मन कहती। मन ही ई सारा संसार सृष्टिकर्ता आउ ये ही पालन करता, ये ही संहार करता। तेबे आमे देखुछे समुद्र आउ तरंग भलिया आत्मा आउ चेतनता बा चित शक्ति ताठो विच्छिन्न नुहे। तेणु मन आउ आत्मा एक। तृतीय गुण हेउछि आनंद स्वरूप। जीव स्वभाव रे आनंदमय, तार स्वभाव ही आनंदमय। आमे आसंतु गोटे उदाहरण नबा। आमे जेते बेले दुखी हे जानती बा कहा घरे किछि दुर्घटना घटी थाए आमे देखंती तो आमे दुख समय केते समय दुखी हे पारंती सेई दुख जगारू केमिति जल्दी ओहरी आसीबा को मन हुए। आमे केबे भी दुख रे रही पारंती नाही। आमको जदि कांद लगे आमे बहुत समय धरी कांदंती, आम मुंड बिंधा हुए, आखि बिंधा हुए, आखि दरज हुई फुली जाए। तो आमर जो शरीर मध्य अछि ये मध्य आनंद रे रहबा को इच्छा करे। तेबे आमर स्वभाव स्वरूप रे आनंदमय। ये आत्मा को
ସତ୍ ଚିତ୍ ଆନନ୍ଦ ସ୍ୱରୂପ ବୋଲି ସମସ୍ତ ବିଦ୍ୱାନ ଯୋଗୀ ଆଉ ମୁନି ଋଷିମାନେ ମଧ୍ୟ କହିଛନ୍ତି। ନିଜକୁ ନିଜେ ସଚ୍ଚିଦାନନ୍ଦ, ଏହା ଦାର୍ଶନିକମାନଙ୍କର ମତ ମଧ୍ୟ ଅଟେ। ଯେତେ ମୁନି ଆମର ଥିଲେ ପ୍ରାଚୀନ କାଳରେ, ଦାର୍ଶନିକ ମୁନି ଋଷି ସବୁ ଆମର ସଦ୍ଗୁରୁ ଦେଇଛନ୍ତି ନା ଯେ ପ୍ରାଚୀନ ୟୁନାନର ପ୍ଲୁଟୋଙ୍କ ଠାରୁ ଆଧୁନିକ ୟୁରୋପୀୟ ଦାର୍ଶନିକ ମଧ୍ୟରେ ସ୍ୱେଡେନବର୍ଗ, ୱାର୍ଡସୱାର୍ଥ, ବ୍ରାଉନିଂ, କାର୍ଲାଇଲ୍, ଇମର୍ସନ, ୱାର୍କେଲ, ହେଗେଲ, ଫଷ୍ଟୋ, ଇଲେନିୟର, କାଣ୍ଟ, ଗଲଫ ଏମିତି ବହୁତ ଗୁଡ଼ିଏ ଆମର ନାଁ ଦେଇଛନ୍ତି ସଦ୍ଗୁରୁ, ଯିଏକି ଜୀବକୁ ସଚ୍ଚିତ୍ ଆନନ୍ଦର ସତ୍ତା ବୋଲି ମାନୁଥିଲେ। ଜୀବ ଆନନ୍ଦର ସତ୍ତା। ତେଣୁ ଆମେ ଯେତେବେଳେ ଏଇ ବିଷୟକୁ ଭୋଗ କରୁ, ମନେ କରାଯାଉ ଆମେ ଗୋଟିଏ ରସଗୋଲାକୁ ନଉଛେ, ତ ଆମ ଭିତରେ ଆନନ୍ଦ ଅଛି ନା ରସଗୋଲା ଭିତରେ ଆନନ୍ଦ ଅଛି? ଯଦି ଆମ ଭିତରେ ଆନନ୍ଦ ନଥାନ୍ତା ବା ଭୋକ ନଥାନ୍ତା ରସଗୋଲା ଖାଇବା ପାଇଁ, ତାହେଲେ ରସଗୋଲା ଆମକୁ କେବେ ବି ସ୍ୱାଦ ଲାଗନ୍ତା ନାହିଁ। ଯଦି ଆମେ ଦେଖୁଛନ୍ତି ଯେ ଯଦି ଆମେ ରସଗୋଲା ଖାଉଛନ୍ତି, ତାହେଲେ ପ୍ରଥମ ରସଗୋଲାଟି ଯେତିକି ସ୍ୱାଦ ଲାଗୁଛି, ଶେଷ ରସଗୋଲାଟି ଖାଇଲା ବେଳେ ସେତେ ସ୍ୱାଦ ଲାଗୁନି। ଆମେ କହୁଛନ୍ତି ନା ଆଉ ଖାଇବା ନାହିଁ। ତା ବଦଳରେ ବି ଆମେ କେବେ କେମିତି ଲୁଣ ଟିକେ ଖାଇବାକୁ ଇଚ୍ଛା ହୁଏ, ଯେ ଏତେ ଗୁଡ଼େ ମିଠା ହେଇଗଲା, ଟିକେ ଲୁଣ ଖାଇଦେବି ବା ଲୁଣି ଜିନିଷ କିଛି ଖାଇଦେବି। ସେମିତି ଆମର ସ୍ପର୍ଶ ବି ଏମିତି ଏକ ଇନ୍ଦ୍ରିୟର ଜିନିଷ, ଯେ ଆମକୁ ଯଦି ଥଣ୍ଡା, ଆମେ ଇଚ୍ଛା କରୁଛେ ଖରାଦିନେ ବହୁତ ଥଣ୍ଡାରେ ରହିବାକୁ ଇଚ୍ଛା ହୁଏ, ତ ଆମେ ଏସି ଦେଇକିରି ରହୁଛନ୍ତି, ତ କିଛି ସମୟ ପରେ ଆମେ ସେ ଏସି ଘରୁ ବ୍ୟସ୍ତ ହୋଇ ପଳେଇ ଆସନ୍ତି। ମାନେ ଅତି ଥଣ୍ଡା ଆମେ ରହିପାରିବାନି, ଏଠି ଆମେ ପଳେଇବା, ନର୍ମାଲ ଟେମ୍ପରେଚରରେ ଆମେ ରୁହନ୍ତି। ସେମିତି ଆମେ ଦେଖୁଛେ ଯେ ଗୋଟିଏ ଛୋଟ ବାଳକକୁ ଯଦି ଆମେ ବିବାହ କରିଦେବା, ତେବେ ସେ କିଛି ସ୍ତ୍ରୀର ମର୍ଯ୍ୟାଦା ଜାଣୁନାହିଁ। ତେଣୁ ପ୍ରତ୍ୟେକ ବିଷୟର ସୁଖ, ଯେମିତି ସୁନ୍ଦର ସଙ୍ଗୀତ ବାଜୁଛି, ଆମେ କାନରେ ସୁନ୍ଦର ସଙ୍ଗୀତ ଶୁଣୁଛନ୍ତି ମାନେ ଦିନ ଯାକ ଶୁଣିଲେ କ'ଣ ଭଲ ଲାଗିବ? ସିଏ କ'ଣ କରୁଛନ୍ତି, ନାଇଁ 2ଟା 3ଟା ଶୁଣୁଛନ୍ତି, ତାପରେ ପୁଣି ବନ୍ଦ କରିଦେଉଛନ୍ତି। ସେମିତି ଆମ ନାକରେ ଯେଉଁ ବାସ୍ନା ହେଉଛି ବୋଲି ଅଧିକ ସେଣ୍ଟେଡ଼ ଜିନିଷ, ଅଧିକ ବାସ୍ନା ହେଉଥିବା ଜିନିଷକୁ ଅଧିକ ସମୟ ଆମ ନାକ ଯଦି ଆଘ୍ରାଣ କରେ, ତାହେଲେ ସେଇ ଜାଗାରୁ ପୁଣି ପଳେଇ ଆସେ। ତେଣୁ ସତ୍ ଚିତ୍ ଆନନ୍ଦ ସତ୍ତା ହେଉଛନ୍ତି ଆମ ଆତ୍ମା, କିନ୍ତୁ ଆମର ବିଷୟ ଆନନ୍ଦ ଯେଉଁ କ୍ଷଣିକ ସୁଖ ଦେଉଛି, ଯେଉଁ ଇନ୍ଦ୍ରିୟ ବିଷୟ ବାସନାରେ ଆମେ ବୁଲୁଛେ, ସେଇ ଅଳ୍ପ ସମୟ ପାଇଁ ଆମକୁ ଭ୍ରମିତ ହେଉଛନ୍ତି ଆମେ, ଆଉ ଆମେ ସେଇ ବିଷୟରେ ଯେତେବେଳେ ଆମେ ସଂସାର ବିମୁଖୀ ହେଉଛେ, ଆମେ ସବୁବେଳେ ସଂସାର ଆଡ଼କୁ ଦୌଡ଼ୁଛେ, ଆଉ ସଂସାରର ସମସ୍ତ ବିଷୟଜନିତ ସୁଖକୁ ଦେଖି ଆମେ କ'ଣ କରୁଛେ ନା ବିଷୟ ଭୋଗର ବାସନା ଆମ ମନରେ ଉପୁଜୁଛି, ଆଉ ଆମେ କ'ଣ କରୁଛେ, ଆମେ ତା ପଛରେ ଯାଇ ବନ୍ଧନରେ ପଡ଼ୁଛନ୍ତି। ତ ସଦ୍ଗୁରୁ କ'ଣ କହୁଛନ୍ତି, ଆମେ ତାହା ହିଁ ରହିବା। ଆତ୍ମାର ସ୍ୱରୂପ ହେଉଛି ଆନନ୍ଦ, ସେ ଆନନ୍ଦରେ ରହିବ। ସେ ସତ୍ୟ ସ୍ୱରୂପ, ସେ ସତ୍ୟରେ ରହିବ। ସେ ଚେତନା ସ୍ୱରୂପ, ସେ ସବୁବେଳେ ଚେତନମୟ ହେବ। କର୍ମମୟ ଜୀବନ ବହୁତ ଆନନ୍ଦମୟ ଜୀବନ। ଯେତେବେଳେ ଆମେ ଅଳସୁଆ ହୋଇକି ବସି ରହୁଛେ, ଆମ ଜୀବନ କେତେବେଳେ ସୁଖପ୍ରଦ ହୋଇପାରିବ ନାହିଁ।
ଯେମିତି ପାଣି ସ୍ୱଭାବରେ ଶୀତଳ, ସେମିତି ଏଇ ଆତ୍ମା ସ୍ୱଭାବରେ ଆନନ୍ଦମୟ। ଯେମିତି ଗୋଟିଏ ଧଳା ଲୁଗାକୁ ଆମେ ନେଉଛେ, ଆମେ ଯଦି ଲାଲ ରଙ୍ଗ ଦେଇଦେବା ସେ ଲାଲ ଦେଖାଯାଉଛି, ପୁଣି ସେ କଲର୍ ଫେଡ଼୍ ହେଇଯାଉଛି। ଆମେ କିଛି ଦିନ ଧୁଆଧୁଇ କରିଲେ ସେ ଲାଲ ରଙ୍ଗ ଛାଡ଼ି ଯାଉଛି। ହଳଦିଆ ରଙ୍ଗ ରଚେଇଦେଲେ ସେ ହଳଦିଆ ହେଇଯାଉଛି। ପୁଣି କିଛି ଦିନ ପରେ ତାକୁ ଯଦି ଡିଟର୍ଜେଣ୍ଟ ମାରି ସଫା କରିଦେବା ସେ ରଙ୍ଗ ଚାଲି ଯାଉଛି। ତାର ଅରିଜିନାଲ ସ୍ୱରୂପ ଯେଉଁ ଧଳା ସେ ସେମିତି ରହୁଛି। କୌଣସି ଦର୍ପଣରେ ଯଦି ଆମେ ଲେପ ଦେଇ ଦେଉଛନ୍ତି, କୌଣସି କଳା ଲେପ ଦିଆହେଉଛି, ସେ କ'ଣ ହେଉଛି ନା ଧୀରେ ଧୀରେ ଛାଡ଼ିଗଲେ ପୁଣି ଦର୍ପଣ ସ୍ୱାଭାବିକ ଭାବରେ ଧଳା ରୂପ ଆସିଯାଉଛି। ସେମିତି ସଦ୍ଗୁରୁ ଚଷମା ମଧ୍ୟ ଦେଇଥିଲେ। ଯିଏ ଯାହା ଆଖିରେ ନୀଳ ଚଷମା ଲଗାଉଛନ୍ତି ଯେଉଁମାନେ, ତାଙ୍କୁ ସବୁ ନୀଳ ଦେଖାଯାଉଛି। ପୁଣି ଚଷମା ଖୋଲିଦେଲେ ପୁଣି ଯେମିତି ଧଳା ସେମିତି ଧଳା ଦେଖାଯାଏ। ଯେପରି ଶୁଦ୍ଧ ବସ୍ତ୍ରରେ ରଙ୍ଗ ସ୍ୱଚ୍ଛ ଦିଶେ, ସେପରି ବାସନାକ୍ଷୟ ଚିତ୍ତେ ବ୍ରହ୍ମ ଭାସେ। ଯେପରି ଶୁଦ୍ଧ ବସ୍ତ୍ରରେ ରଙ୍ଗ ସ୍ୱଚ୍ଛ ଦିଶେ, ସେପରି ବାସନାକ୍ଷୟ ଚିତ୍ତେ ବ୍ରହ୍ମ ଭାସେ। ତେବେ ସେହି ଜ୍ଞାନ ବିଜ୍ଞାନରେ ବୋଧ ପାଇ, ତେବେ ସେହି ଜ୍ଞାନ ବିଜ୍ଞାନରେ ବୋଧ ପାଇ। ସତ୍ୟରୂପ ଆତ୍ମତତ୍ତ୍ୱ ବୋଧ ହେଲେ ପାଇ, ଏ ବିନୁ ଅନ୍ୟ କାହିଁରେ ପ୍ରକାଶ ନୁହଇ। ସତ୍ୟରୂପ ଆତ୍ମତତ୍ତ୍ୱ ବୋଧ ହେଲେ ପାଇ, ଏ ବିନୁ ଅନ୍ୟ କାହିଁରେ ପ୍ରକାଶ ନୁହଇ। ରଘୁବୀର ତୋ ସ୍ୱରୂପ ତୁ ହି ଆଶ୍ରୟ କର। ତେବେ ସଚ୍ଚିତ୍ ଆନନ୍ଦମୟ ଆମର ଯେଉଁ ସତ୍ତା, ଆମେ ସେଇଥିରେ ଯେତେବେଳେ ସ୍ଥିର ହେବା ସତ୍ସଙ୍ଗ ସ୍ୱାଧ୍ୟାୟ ସାଧନ ବଳରେ ଆମେ ନିଶ୍ଚିତ ଭାବରେ ଜୀବନ ମୁକ୍ତି ପାଇଯିବା। ସଦ୍ଗୁରୁଙ୍କର କହିବା କଥା ଏଇଆ, ଆମକୁ ସବୁବେଳେ ସେ ସେଇ ସଚ୍ଚିତ୍ ଆନନ୍ଦ ସ୍ୱରୂପ ସତ୍ତା ଆଡ଼କୁ ନେଇଯାଉଛନ୍ତି। ତେବେ ଆଜି ପାଇଁ ସତ୍ସଙ୍ଗକୁ ଏଇଠି ବିରତି ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଆଲୋଚନା କରିବା। ସପ୍ରେମ ଜୟ ଜୀ।